ଆପଣମାନଙ୍କୁ ପ୍ରତୀକ କେ ଓଡି ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର। ଆଜିର ବିଷୟ ବ୍ୟଭିଚାର ଗୋଟେ ମିଠା ଜହର। ବ୍ୟଭିଚାର ଠାରୁ କେମିତି ବାହାରିବା, ଏହି ବିଷୟରେ କଥା ହେବା ବହୁତ ଜରୁରୀ ଅଟେ। ଦେଖନ୍ତୁ, ବାଇବେଲ ଆମକୁ କୁହେ କି ଯେଉଁ ବିଷୟ ଆମକୁ ପାପ ରାସ୍ତାରେ ନେଉଛି ସେ ବିଷୟରେ ଆଲୋଚନା କରିବା ଉଚିତ। ଲୋକମାନଙ୍କୁ କହିବା ଦ୍ୱାରା ଲୋକମାନେ ସେ ପାପ ଠାରୁ ଦୂରରେ ରହିବେ ବା ପାପ କରିବେ ନାହିଁ। ଆଉ ଆଜି ମୁଁ ଏମିତି ବିଷୟକୁ ନେଇ ଆସିଛି ଯାହା ଆଜି ଦିନମାନଙ୍କରେ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏହି ପାପ ଦେଖାଯାଏ। ଶୈତାନର ଏହା ଏକ ବଡ଼ ଷଡ଼ଯନ୍ତ୍ର ଅଟେ। ଲୋକମାନଙ୍କୁ ପାପରେ ପକାଇବା ପାଇଁ ଏହା ଶୈତାନର ଷଡ଼ଯନ୍ତ୍ର ଅଟେ। ଆଜିର ଟପିକ୍ ହେଉଛି ବ୍ୟଭିଚାର ଗୋଟେ ମିଠା ଜହର। ବାଇବେଲରେ ବ୍ୟଭିଚାର ବିଷୟରେ ଲେଖାଯାଇଛି। ବାଇବେଲର 10 ଆଜ୍ଞା ମଧ୍ୟରେ ଏହି ଗୋଟିଏ ଆଜ୍ଞା ଦିଆଯାଏ କି ବ୍ୟଭିଚାର କର ନାହିଁ। ବ୍ୟଭିଚାର ଠାରୁ ଅଲଗା ହେବା, ବ୍ୟଭିଚାର କାହିଁକି କରିବା ଉଚିତ ନୁହେଁ। ବ୍ୟଭିଚାର ପରମେଶ୍ୱରଙ୍କ ଦୃଷ୍ଟିରେ ବହୁତ ବଡ଼ ପାପ ଅଟେ। ଯେଉଁ ବ୍ୟକ୍ତି ବ୍ୟଭିଚାର କରେ ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଏଥିପାଇଁ ଶୈତାନକୁ ଭଲ ଭାବରେ ଜଣା କି ଜଣେ ବିଶ୍ୱାସୀ ଯଦି ବ୍ୟଭିଚାର କରେ ବା ବ୍ୟଭିଚାରରେ ପଡ଼େ ତେବେ ସେ ସ୍ୱର୍ଗ ଯାଇପାରିବ ନାହିଁ ବା ତା ପାଇଁ ସ୍ୱର୍ଗ ଯିବା ବହୁତ କଷ୍ଟ ହୋଇଯାଏ। ମାତ୍ର ତାହା ଅସମ୍ଭବ ମଧ୍ୟ ନୁହେଁ। ବ୍ୟଭିଚାର ଠାରୁ ଅଲଗା ହେବା, ବ୍ୟଭିଚାରକୁ ଛାଡ଼ିବା ଅସମ୍ଭବ ମଧ୍ୟ ନୁହେଁ। ଜାଣତରେ ହେଉ ବା ଅଜାଣତରେ ଯଦି ବ୍ୟଭିଚାର କରୁଛନ୍ତି ଫେରି ଆସନ୍ତୁ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ବ୍ୟଭିଚାର ଗୋଟେ ଏମିତିକା ପାପ ଅଟେ ବା ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ବ୍ୟଭିଚାର ହୋଇଥାଏ। ବାଇବେଲରେ କେତେ ପ୍ରକାର ବ୍ୟଭିଚାରକୁ ଦେଖିପାରୁଛୁ। ପୁରାତନ ନିୟମରେ ଶାରୀରିକ ସମ୍ପର୍କ ବିଷୟରେ କହେ, କିନ୍ତୁ ନୂତନ ନିୟମରେ ଯୀଶୁଖ୍ରୀଷ୍ଟ ଏହା କହନ୍ତି। ସେହି ଆଜ୍ଞାକୁ ଆହୁରି କଷ୍ଟକର ଭାବରେ ପାଳନ କରିବାକୁ କହିଛନ୍ତି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କକୁ ବ୍ୟଭିଚାର ବୋଲି କୁହାଯାଏ ନାହିଁ ବା ଧରାଯାଏ ନାହିଁ। କିନ୍ତୁ ଜଣେ ବ୍ୟକ୍ତି ସେତେବେଳେ ବ୍ୟଭିଚାରରେ ପଡ଼େ ଯେତେବେଳେ କି ସେ ନିଜ ଆଡ଼ୁ ଅନ୍ୟ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରେ। ବ୍ୟଭିଚାରକୁ ଆମେ ଦୁଇ ଭାଗରେ ଜାଣିବା। ବିବାହ କରିଥିବା ଲୋକମାନଙ୍କ ମଧ୍ୟରେ ବ୍ୟଭିଚାର ଦେଖାଯାଉଛି, ଆଉ ଯୁବତୀମାନଙ୍କ ଠାରେ ମଧ୍ୟ ବ୍ୟଭିଚାର ଦେଖାଯାଉଛି। ପ୍ରଥମ ବିଷୟ ହେଲା, ବିବାହ ପୂର୍ବରୁ ଜଣେ ଲୋକ ସମ୍ପର୍କରେ ରହେ ତେବେ ସେ ବ୍ୟଭିଚାର କରେ। ବିବାହ ପରେ ମଧ୍ୟ ଯଦି ଅନ୍ୟ ସ୍ତ୍ରୀ ବା ସ୍ୱାମୀ ସହିତ ଶାରୀରିକ ସମ୍ପର୍କରେ ରୁହନ୍ତି ତେବେ ବ୍ୟଭିଚାର କରନ୍ତି। ଆଉ 2 ନମ୍ବର, ଆଉ କେତେଜଣ ନିଜେ ବ୍ୟଭିଚାର କରନ୍ତି। ତାର ଅନ୍ୟ କେହି ଦରକାର ନାହିଁ। ଏହା କେଉଁ ପ୍ରକାର ବିଷୟ ଆପଣମାନେ ଭଲ ଭାବରେ ବୁଝିପାରିଥିବେ। ଏହାର ଏକ ଉଦାହରଣ ଡିଭାଇସ୍ ବା ମୋବାଇଲ ଫୋନ ସାହାଯ୍ୟରେ ଖରାପ ପ୍ରକାର ଭିଡ଼ିଓ ଦେଖିବା ବା ପର୍ନୋଗ୍ରାଫି, ଆଡଲ୍ଟରି ଭିଡ଼ିଓ ଦେଖିବା ଦ୍ୱାରା ମଣିଷ ନିଜେ ବା ଜଣେ ବ୍ୟଭିଚାର କରୁଥାଏ। ଶୈତାନକୁ ଜଣା କି ଆଜିର ଯୁବତୀମାନଙ୍କୁ ଭ୍ରାନ୍ତ କରିବାର ଉଚିତ। ବ୍ୟଭିଚାରରେ ପଡ଼ିଲେ ସେମାନେ ଭ୍ରାନ୍ତ ହେବେ। ଆଜିର ବିଶ୍ୱାସୀ ଭାଇ ଭଉଣୀମାନଙ୍କ ଫୋନରେ ବାଇବେଲ ଆପ୍ ନଥାଏ, ମାତ୍ର ଅନେକ ପ୍ରକାର ସିରିଏଲ ଚ୍ୟାନେଲର ନୋଟିଫିକେସନ ଓ ଖରାପ ଭିଡ଼ିଓର ନୋଟିଫିକେସନ ଥାଏ। ଆଜିର ସମୟରେ ମୋବାଇଲ ଗୋଟେ ପାପ କରିବାର କାରଣ ହୋଇପାରେ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ବ୍ୟଭିଚାରୀ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଆପଣ ଯେତେ ନିଜକୁ ବିଶ୍ୱାସୀ କହିଲେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ମାତ୍ୟୁ 5:27 ପ୍ରଭୁ ବ୍ୟଭିଚାର ବିଷୟରେ କହନ୍ତି, ତୁମ୍ଭେମାନେ ଶୁଣିଅଛ ଉକ୍ତ ଅଛି, ବ୍ୟଭିଚାର କର ନାହିଁ। ମାତ୍ୟୁ 5:27 କହୁଛନ୍ତି, ତୁମ୍ଭେମାନେ ଶୁଣିଅଛ ଉକ୍ତ ଅଛି, ବ୍ୟଭିଚାର କର ନାହିଁ। ଆଉ 28 କହୁଛନ୍ତି, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ବା ଯୀଶୁ କହୁଛନ୍ତି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ବହୁତ ବିଶ୍ୱାସୀ ପ୍ରଥମେ ମନେ ମନେ ବ୍ୟଭିଚାର କରନ୍ତି, ତାପରେ ଫିଜିକାଲି ବ୍ୟଭିଚାର କରନ୍ତି ବା ବ୍ୟଭିଚାରୀମାନେ। ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଭଉଣୀମାନେ ଯେତେବେଳେ ଚର୍ଚ୍ଚକୁ ଯାଆନ୍ତି ବିଭିନ୍ନ ପ୍ରକାର ଡ୍ରେସ୍ ଦ୍ୱାରା ବିଶ୍ୱାସୀ ଭାଇମାନଙ୍କ ମନରେ ବ୍ୟଭିଚାର ଜନ୍ମାଇଥାନ୍ତି।
बा बेविचार जन्मिला भलिया ड्रेस पिंधंतु नाही। यह द्वारा बेविचार हुए। भौणी मानक ड्रेस पिंधिबा द्वारा जणे लोकर बेविचार हुए आउ से नरक को जाए। सदाप्रभुंक बेविचार दिन विचार दिन आपणको मध्य प्रभु छाड़िबे नाही। आपणक शरीर परमेश्वरंकर मंदिर अटे। से शरीर को नहीं बेविचार लगांतु नहीं। प्रिय भाई और भौणी आपण मानकु मोर प्रश्न, जहाँ आपण माने पिंधुछंती से वस्त्र द्वारा परमेश्वरंकर महिमा हेउची कि निंदा हेउची ता थरे भाविकी देखंतु। व्यभिचार रे पड़िथिबा भाई भौणी मानकु मोर अनुरोध, फेरी आस, प्रभुंक ठारे अनुताप कर, प्रभु आपणकु क्षमा करिबे। व्यभिचार ठारू पलायन कर। यह बाइबल कहे जोसेफ जेपरी 44 स्त्री ठारू पलायन करिथिले सेहीपरि व्यभिचार ठारू पलायन कर। व्यभिचार ठारू अलगा रुहंतु, न हेले स्वर्ग राज्य रे प्रवेश करि पारिबे नाही। आसंतु आम्बे माने पदे प्रार्थना करिबा। हे आम मानकर स्वर्गस्थ पिता, तुम्हें पवित्र अट प्रभु, तुम्हें दयाकर साहाय्य कर प्रभु। मोर प्रिय भाई और भौणी मानकु जेते जन व्यभिचार रे पड़ी अछंती सेमाने जेंती व्यभिचार ठारू पलायन करि पारिबे एथि निमंते सेमानकु साहाय्य करंतु। एवं जे माने स्वामी स्त्री बा विवाह करिसंती हेले मध्य विवाह पर मध्य अन्य स्त्री अन्य स्वामी सहित संपर्क रे अछंती बा फिजिकल रिलेशन रे अछंती सेमानकु मध्य तुमे साहाय्य कर जे सेमाने से सबु छाड़ी निजर परिवार को सजाड़िबे एवं निजर मन को सजाड़िबे एवं तुमर द्वितीय आगमन पर्यंत सेमाने निजको प्रस्तुत कर रखिबे एवं तुमर द्वितीय आगमन रे सेमाने जिबे एथि निमंते सेमानकु साहाय्य कर। एवं सेमाने जेपरि तुमर मंदिर को नष्ट न करंती एवं सेमाने जेपरि तुमर मंदिर को नहीं बा तुमर पवित्र शरीर को नहीं सेमाने जेपरि व्यभिचार न लगांती सेति निमंते सेमानकु साहाय्य कर। जेपरि कि सेमाने व्यभिचार छाड़ी तुम निकट को आसबे एवं क्षमा मागिबे, अनुताप करिबे एवं प्रभु सेमानकु क्षमा कर एवं सेमानकु पुनर्बार गोटे चांस दियो जे सेमाने फेरिबे एथि निमंते सेमानकु साहाय्य कर। हे राजा मानकर राजा, प्रभु मानकर प्रभु, दयाशील क्षमाशील प्रभु, सेमानकु तुम क्षमा कर प्रभु। तुमर क्रूसीय रक्त दे सेमानकु क्षमा कर। जेपरि कि प्रभु तुम कहिथिलो से व्यभिचार स्त्री को जो व्यक्ति पाप करी नाही से आगो पत्थर मारू। प्रभु ताकू तुम्हें पुनर्बार मध्य कहिथिलो जे तमे आउ व्यभिचार करो नाही, कारण से व्यभिचारी स्त्री व्यभिचार करुथिला किंतु जणे करू नथिला। प्रभु से कथा आपण भल भाव जानिथिले। आउ प्रभु ताकू तुम्हें पुनर्बार कहिथिलो जे आउ व्यभिचार करो नाही। सेपरि तुमर विश्वासी विश्वासिनी एवं भाई भौणी मानकु तुम्हें चेतावनी देखुओ जे पुनर्बार तुम व्यभिचार करो नाही, अनुताप करी पाप क्षमा माग एवं फेरी आस बोली मु तुम निकट में प्रार्थना करुच्ची। आमेन। शेष पर्यंत ए वीडियो को देखिथिबारु धन्यवाद। प्रत्येक के यूट्यूब चैनल को लाइक, सब्सक्राइब, शेयर करंतु एवं व्यभिचार ठारू जेपरि भाई भौणी माने बंची पारिबे एवं अलगा रही पारिबे एवं पलायन करिबे एथि निमंते समस्त निकट को शेयर करंतु एवं तुमर भाई प्रत्येक के यूट्यूब चैनल को सपोर्ट करंतु। धन्यवाद। प्रेज द लॉर्ड। आमेन।